ଥିଲା ଭାଟ କମାନ୍ତୁ ନହେଲେ ଦଳ ଇଏ ଯୋଉ ପେଟ୍ରୋଲ ଆଉ ଡିଜେଲର ପ୍ରାଇସ୍ ରହିବ ନାହିଁ, ତଳେ ରହିବ ନାହିଁ। ଆଜି ନିଜେ ସରକାରକୁ ଆସିଲେ ଏବଂ ଡବଲ ଇଞ୍ଜିନ ସରକାର, କେନ୍ଦ୍ରରେ ତାଙ୍କର ସରକାର, ରାଜ୍ୟରେ ବି ସେ ସରକାର, ତୁରନ୍ତ ଭ୍ୟାଟ କମେଇବା ଦରକାର। ତାର କାରଣ ହଉଛି ଆପଣମାନେ ଆହୁରି ଦଳ ବଢିବ, ପେଟ୍ରୋଲ ଡିଜେଲ ଦର ଆଜି ଯାହା ବଢିଛି ଆହୁରି 10-15 ଦିନ ଭିତରେ ଆହୁରି ବଢିବ। ତାର କାରଣ ଆଡେ ମଧ୍ୟ ଡଲାର ଆଉ ଟଙ୍କାର ମୂଲ୍ୟ ଆମେ ଦେଖିଲେଣି। ଗୋଟିଏ ଡଲାରର ମୂଲ୍ୟ 100 ଟଙ୍କା ଖୁବ୍ ଶୀଘ୍ର ହେଇଯିବାର ରହିଲାଣି, ଦେଖା ହେଇଗଲାଣି ପାଖାପାଖି। ସେଇ ଦୃଷ୍ଟିରୁ ଲୋକମାନଙ୍କ ଉପରେ ଯୋଉ ତେଲର ଯୋଉ ବୋଝ, ପର୍ଟିକୁଲାରଲି ଲୋଅର ମିଡିଲ କ୍ଲାସ ପରିବାର ଉପରେ ଓ ଯୁବକମାନଙ୍କ ଉପରେ, ଯୋଉମାନେ ସବୁ ବାହାରକୁ ଯାଉଛନ୍ତି ସେମାନଙ୍କ ଉପରେ ତେଲର ବୋଝ ଅସହ୍ୟ ହେଲାଣି, ଦିନକୁ ଦିନ ବଢିବାରେ ଲାଗିଛି। ଅନ୍ୟ ସରକାର କମ କଲେଣି, ଓଡିଶା ସରକାର ଅନ୍ୟ ରାଜ୍ୟରେ ସବୁ କମ କଲେଣି। ଓଡିଶା ସରକାର କମେଇବା ଦରକାର, କାରଣ ଓଡିଶା ସରକାର ନିଜେ କହୁଥିଲେ ଯେ ଭ୍ୟାଟ କମାଅ ଯେତେବେଳେ ବିରୋଧୀ ଦଳରେ ଥିଲେ। ଆଜି ନିଜେ ସରକାର ଅଛନ୍ତି ଏବଂ ତାଙ୍କ ସରକାର କେନ୍ଦ୍ରରେ ଅଛନ୍ତି, ଉଭୟ ଅଛନ୍ତି। ତେଣୁ ତୁରନ୍ତ ଭ୍ୟାଟ କମେଇବା ଦରକାର। ଯୋଉ ପେଟ୍ରୋଲ ଡିଜେଲ ଉପରେ ଯୋଉ ଟିକସ ଅଛି, ରାଜ୍ୟ ଟିକସ, ତାକୁ କମେଇକିରି ଲୋକଙ୍କୁ ଚାପ କମେଇବା ଦରକାର।